ଦୁଇଟି କିଡନୀ ହୋଇଯାଇଛି ଅଚଳ, ସତ୍ୟ ପାଇଁ ଜୀବନ ହୋଇପଡ଼ିଛି ମହଙ୍ଗା। ଯଦି ଜୀବନ କ'ଣ ଜାଣିବା ପୂର୍ବରୁ ଏହାର ଆଭାସ ମଣିଷ ଜୀବନରେ ଆସିଥାଏ, ତେବେ ତା ପରିବାର ଉପରେ ମହଙ୍ଗା ସାବ୍ୟସ୍ତ ହୋଇଯାଇଥାଏ। ଏହିଭଳି ଏକ ଚିତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପରିବାରରେ ଦେଖିବାକୁ ମିଳିଛି। ପଞ୍ଚାନନ ସ୍ୱାଇଁଙ୍କ ପରିବାର ରାମଚନ୍ଦ୍ରପୁର ଗ୍ରାମରେ ଏକ ଗରିବ ପରିବାର ହୋଇଥିବା ବେଳେ ପରିବାର କହିଲେ ପଞ୍ଚାନନ, ତାଙ୍କର ସ୍ତ୍ରୀ ରଞ୍ଜନା, ଦୁଇ ଝିଅ ଏବଂ ଗୋଟିଏ ପୁଅ। ଦୈନିକ ଦିନ ମଜୁରୀ ଭାବେ ପଞ୍ଚାନନ ପର ଘରେ ମଜୁରୀ ଲାଗି ଯାହା ଦୈନିକ ମଜୁରୀ ଆଣନ୍ତି, ସେଇଥିରେ ତିନି ପିଲାଙ୍କ ପାଠ ପଢ଼ିବା ସହିତ ତାଙ୍କର ଚୁଲି ଜଳିଥାଏ। ଗୋବର ଗଡ଼ିଆରେ ପଦ୍ମ ଫୁଟିବା ପରି ଗରିବ ପରିବାର ହୋଇଥିଲେ ମଧ୍ୟ ପଞ୍ଚାନନଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଭଲ ପାଠ ପଢ଼ିବା ସହିତ ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ରାଜ୍ୟରେ କୃତିତ୍ୱ ଅର୍ଜନ କରିଛନ୍ତି। ଗରିବ ପରିବାରରେ ଜନ୍ମ ହୋଇ ବିନା କୌଣସି ଟ୍ୟୁସନରେ ପଞ୍ଚାନନଙ୍କ ଏକମାତ୍ର ପୁଅ ସତ୍ୟପ୍ରକାଶ ସ୍ୱାଇଁ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ଏବଂ ବ୍ଲକ ଜିଲ୍ଲା ସହିତ ରାଜ୍ୟସ୍ତରୀୟ ଫଳକ ସଫଳ କୃତିତ୍ୱ ଅର୍ଜନ କରିଛନ୍ତି, ଯାହା ପୁରୀ ଜିଲ୍ଲାର ଜିଲ୍ଲାପାଳ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ଶିକ୍ଷା ସଚିବଙ୍କ ଠାରୁ ସମ୍ମାନ ସହିତ ମାନପତ୍ର ପାଇ ନିଜର ବାପାଙ୍କ ନାମ ସହିତ ନିଜ ବିଦ୍ୟାଳୟର ନାମରେ ସୁନାମ ଅର୍ଜନ କରିପାରିଛନ୍ତି। କିନ୍ତୁ ଏହି ଗରିବ ପରିବାର ଉପରେ ସତେ ଯେମିତି କାହାର ଖରାପ ନଜର ଲାଗିଥିଲା। ଏକମାତ୍ର ସୁନା ପୁଅ ସତ୍ୟପ୍ରକାଶ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ପରିବାର ପକ୍ଷରୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇ ଚିକିତ୍ସା କରାଇବା ବେଳେ ଡାକ୍ତରଙ୍କ ଠାରୁ ଜାଣିବାକୁ ମିଳିଲା ଯେ ସତ୍ୟପ୍ରକାଶର ଦୁଇଟି ଯାକ କିଡନୀ ଅଚଳ ହୋଇଯାଇଛି ଏବଂ ତୁରନ୍ତ ଡାୟାଲିସିସ୍ର ଆବଶ୍ୟକତା ରହିଛି। ଏକଥା ଶୁଣିବା ପରେ ଗରିବ ପରିବାର ଉପରେ ଯେମିତି ପାହାଡ଼ ଖସି ପଡ଼ିଲା। ଆୟୁଷ୍ମାନ କାର୍ଡ ଯୋଗେ ବର୍ତ୍ତମାନ ସତ୍ୟପ୍ରକାଶଙ୍କ ସପ୍ତାହକୁ 3 ଦିନ ଡାୟାଲିସିସ୍ ହେଉଥିବା ବେଳେ ଡାକ୍ତର କହୁଛନ୍ତି ତୁରନ୍ତ ବାପା କିମ୍ବା ମାଙ୍କର ଗୋଟିଏ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇ ସତ୍ୟପ୍ରକାଶଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ପାଇଁ। ଏଥିପାଇଁ 50ରୁ 70 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଗରିବ ପରିବାରରେ ପେଟ ପୂରିବା କଷ୍ଟକର ହେଉଥିବା ବେଳେ ଏବେ ପୁଅର ଚିକିତ୍ସା ପାଇଁ ଏତେ ଗୁଡ଼ିଏ ଟଙ୍କା ଖର୍ଚ୍ଚ କଥା ଶୁଣି ବାପା ମାଙ୍କ ଆଖିରୁ ବହି ଚାଲିଛି ଲୁହ। ସତ୍ୟର ଗରିବ ବାପା ମା ନିଜର ପୁଅର ଜୀବନ ବଞ୍ଚାଇବା ପାଇଁ ସରକାର ଏବଂ ରାଜ୍ୟବାସୀଙ୍କ ନିକଟରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି। ଗରିବ ପରିବାରର ଏହି ମେଧାବୀ ପିଲାଟିର ଜୀବନ ଆପଣମାନଙ୍କ ଛୋଟିଆ ସାହାଯ୍ୟ ତାକୁ ନୂତନ ଜୀବନ ଦେବା ପାଇଁ ସାହାଯ୍ୟ କରିପାରିବେ। ଆପଣମାନେ ଯଦି କିଛି ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ ଷ୍ଟେଟ୍ ବ୍ୟାଙ୍କର ଅସ୍ତରଙ୍ଗ ଶାଖା ଆକାଉଣ୍ଟ ନମ୍ବର 309672846682 IFSC କୋଡ୍ SBIN 001236 ରେ ପଠାଇ ପାରିବେ। ପଞ୍ଚାନନ ସ୍ୱାଇଁ ଏହି ଠିକଣାରେ ସହଯୋଗର ରାଶି ତାଙ୍କୁ ପଠାଇ ପାରିବା ପାଇଁ ଅନୁରୋଧ କରିଛନ୍ତି।